ମୁଁ ଏବେ ଜଷ୍ଟ ଫେରୁଛି ଏମ୍ସ ରୁ ସାଙ୍ଗେ ସାଙ୍ଗେ ତାଙ୍କ ୱାଇଫ ସହିତ ପୁଅ ସହିତ ଭେଟ କରିକି ଆସିଲି ଏବଂ ଅଭିଜିତ ମଜୁମଦାର ଯୋଉ ଅବସ୍ଥାରେ ଅଛନ୍ତି ତାଙ୍କର ବ୍ରେନରେ ପ୍ରୋବ୍ଲେମ ରହିଛି ପ୍ଲସ୍ ତାଙ୍କର ଲିଭରର ପ୍ରୋବ୍ଲେମ ରହିଛି ଏ ଦିଟା ଏବଂ କଟକରୁ ଯେତେବେଳେ ସେ ଅଶ୍ୱିନୀ ହସ୍ପିଟାଲରୁ ଆଇଲେ କୋଉଠିକି ଏମ୍ସ ଆସିଲା ପରେ ଏବେ ତାଙ୍କ ପୁଅ ସାଙ୍ଗରେ ମୁଁ କଥା ହେଲି ପୁଅ କହିଲେ ଯେ ବାବାଙ୍କର ଟିକେ ଆଖି ଜଷ୍ଟ ଖୋଲିଛି ଏଇଠି ଏଠି ଇମ୍ପ୍ରୁଭ ଟିକେ ହେଇଛି ଏଠି ସେ ଯାହା କହିଲେ ଯେ ଟିକେ ଇମ୍ପ୍ରୁଭ ହେଇଛି କିନ୍ତୁ ଏତିକି ମୁଁ କହିବି ଆପଣଙ୍କ ମିଡିଆ ମାଧ୍ୟମରେ ଯେମିତି ପିଣ୍ଟୁ ପାଇଁ ମୁଁ ଦିଲ୍ଲୀ ନେଇକି ଯାଇଥିଲି ମୁଁ ଗୋଟେ କଥା କହିବି ଯେ ଓଡ଼ିଶାର 4.5 କୋଟି ଓଡ଼ିଆ ଯୋଉ ଅଭିଜିତ ମଜୁମଦାରଙ୍କ ଗୀତ ଶୁଣିକି ଏଣ୍ଟରଟେନମେଣ୍ଟ ପାଆନ୍ତି ସେମାନେ ଅବିକା କେବଳ ଦବା ଆଉ ଦବା ତ ଏମ୍ସ ଦେଇଦବ କିନ୍ତୁ ଦୁଆ ପାଇବା ପାଇଁ ପ୍ରତ୍ୟେକ ଘରେ ଲୋକମାନେ ଟିକେ ଭଗବାନଙ୍କୁ ଡାକିଲେ ସିଏ ଫେରି ଆସି ଆମ ସାଙ୍ଗରେ ଫେର କାମ କରିବେ ଏବଂ ଭଲରେ ରହିବେ କିନ୍ତୁ ଏବେ ଅବସ୍ଥା ବହୁତ ଗୁରୁତର ଅଛି ମୁଁ ଏବେ ଜଷ୍ଟ ଫେରିଲି ମୁଁ କୁମାର ଆମେ ସବୁ ଯାଇଥିଲୁ ମୁଁ ଦିଲ୍ଲୀ ନେଇଯିବିନି ସମସ୍ତେ ନେଇକି ଯିବେ ସେଇଟା ବଡ କଥା ନୁହଁ ଦିଲ୍ଲୀ କଥା କଥା ହଉଛି ଏବେ ଯୋଉ ପୋଜିସନରେ ଅଛି ଏମ୍ସ ରେ ଯୋଉ ଡକ୍ଟର ମାନେ ଲାଗିଛନ୍ତି ଯୋଉ ଟିମ୍ ଲାଗିଛନ୍ତି ତ ସେମାନେ ଯେମିତି ହଉ ଏଇଠି ଇମ୍ପ୍ରୁଭ କରେଇବେ ମତେ ଲାଗୁଛି ଆଉ ଯଦି ନହେଲା ଯଦି ବାହାରକୁ ନେଇକି ଯିବାକୁ ପଡେ ଆମେ ଗୁଣ୍ଡୁଚି ମୂଷା ଭଳିଆ ପଞ୍ଝାଟା ଏକ ଅଛୁ କାରଣ ଆ ପୂର୍ବରୁ ଅଶ୍ୱିନୀରେ ଯୋଉଦିନ ଥିଲେ ମୁଁ ବି ଯାଇକି ଅଶ୍ୱିନୀ ମ୍ୟାଡାମକୁ ଯିଏ ଦେଖୁଥିଲେ ତାଙ୍କୁ ମୁଁ କହିଥିଲି କୌଣସି ପଇସା ପାଇଁ ଯେମିତି ଅଭିଜିତ ମଜୁମଦାରଙ୍କର ଅସୁବିଧା ନ ହୁଏ ଆଉ ଏଠି ଏଠି ଏତିକି କହିବି ଯେ ଏଠି ପୁରା ଡକ୍ଟର ଟିମ୍ ଲାଗିଛନ୍ତି ଏବଂ ଅଭିଜିତ ମଜୁମଦାର ବହୁତ ଜଲ୍ଦି ସୁସ୍ଥ ହେଇପାରିବେ ଗୋଟିଏ ଯୋଗେ କେବଳ ଆମକୁ ଦବା ଆଉ ଦୁଆ ଦରକାର ଆଉ ଓଡ଼ିଶାବାସୀଙ୍କର ଦରକାର ମୁଁ ତ ଭଗବାନଙ୍କୁ ଡାକୁଛି ଆପଣ ମାନଙ୍କ ମିଡିଆ ମାଧ୍ୟମ ଜରିଆରେ ମୁଁ ଓଡ଼ିଶା 4.5 କୋଟି ଲୋକଙ୍କୁ କହୁଛି ଆପଣ ଟିକେ ଭଗବାନଙ୍କୁ ଡାକନ୍ତୁ ଏବଂ ଅଭିଜିତ ମଜୁମଦାର ଫେରି ଆସି ଆମର କଞ୍ଚା ହଳଦୀ ଗୀତ କରିବେ କିଛି ଅସୁବିଧା ନାହିଁ ଧନ୍ୟବାଦ ଆଜ୍ଞା ଆଜ୍ଞା ପଇସା ଅସୁବିଧା କିଛି ନାହିଁ ତାଙ୍କ ଅଭିଜିତ ମଜୁମଦାରଙ୍କର କୌଣସି ପଇସା ଅସୁବିଧା ନାହିଁ ଆଉ ଏମ୍ସ ଆସିଲା ପରେ ବହୁତ ପଇସା ବି ଆବଶ୍ୟକ ନାହିଁ ଏତିକି ହେଲା କଥା ଥ୍ୟାଙ୍କ ୟୁ ରାଜ୍ୟ ସରକାର ଏତିକି କହିବି ଯେ ଯାହା ଫୋନ୍ ଫାନ୍ କରି ସେ କରିଥିବେ ମତେ ଲାଗୁଛି କାରଣ ଇଏ ଓଡ଼ିଆ ଅସ୍ମିତା କଥା ନା ଗୋଟେ କଳାକାର ପାଇଁ ସବୁବେଳେ ସରକାର ଯୋଉ ସରକାର ଥାଉ ସେ ଆସନ୍ତି କିନ୍ତୁ ରାଜ୍ୟ ସରକାର ଏଇଠି କଣ ସୂର୍ଯ୍ୟବଂଶୀ ସୁରଜ ସଂସ୍କୃତି ବିଭାଗ ଯିଏ ଅଛନ୍ତି ମୁଁ ଏତିକି କହିବି ଆପଣ ଟିକେ ନିଜେ ଯାଇ ତଦାରଖ କରନ୍ତୁ କାରଣ ଆପଣ ଟିକେ କହିଦେଲେ ଭଲ ହବ ନହେଲେ ଫୋନ୍ ଟିକେ କଲେ ଭଲ ହବ ଏଠି ସୂର୍ଯ୍ୟବଂଶୀ ସୁରଜକୁ ମୁଁ ଜଣାଉଛି ଧନ୍ୟବାଦ